ବିହାରର ସିନ୍ଧିଆ ଘାଟରେ ଆଜି ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ। ଏଠାରେ ହଜାର ହଜାର ଭକ୍ତ ହାତରେ ସାପ ଧରି ପୂଜା ଅର୍ଚ୍ଚନା କରୁଛନ୍ତି। ଏହି ସାପ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ଏକ ପ୍ରାଚୀନ ସାଂସ୍କୃତିକ ପରମ୍ପରା ଯାହା ଶହ ଶହ ବର୍ଷ ଧରି ଚାଲି ଆସୁଛି। ଆସନ୍ତୁ ଆମେ ଜାଣିବା ଏହି ପରମ୍ପରାର ଇତିହାସ, ବିଶ୍ୱାସ ଆଉ ବର୍ତ୍ତମାନର ପ୍ରସ୍ତୁତି ବିଷୟରେ। କ'ଣ ରହିଛି ଏହାର ଇତିହାସ? ସିନ୍ଧିଆ ଘାଟର ସାପ ମେଳା ବିହାରର ଏକ ପ୍ରସିଦ୍ଧ ପର୍ବ। ଏହା ମୁଖ୍ୟତଃ ନାଗପଞ୍ଚମୀ ପର୍ବ ସହିତ ଜଡ଼ିତ। ଐତିହାସିକ ଭାବେ ଏଠାରେ ସାପମାନଙ୍କୁ ଦେବତା ଭାବେ ପୂଜା କରାଯାଏ, ଯାହା ହିନ୍ଦୁ ଧର୍ମରେ ନାଗ ଦେବତାଙ୍କ ପ୍ରତି ଶ୍ରଦ୍ଧାର ପ୍ରତୀକ। ଐତିହ୍ୟ ଅନୁସାରେ ଏହି ସ୍ଥାନରେ ପ୍ରାଚୀନ କାଳରେ ସାପମାନେ ଋଷିମାନଙ୍କ ସହ ବସବାସ କରୁଥିଲେ ଏବଂ ସେମାନଙ୍କୁ ଆଶୀର୍ବାଦ ଦେଉଥିଲେ। ଏହି ପରମ୍ପରା ଆମ ସଂସ୍କୃତିର ଏକ ଅଂଶ। ସାପମାନେ ଆମର ରକ୍ଷକ, ଏହାକୁ ବିଷ ବୋଲି ଭୟ କରିବା ଠିକ୍ ନୁହେଁ, ବରଂ ଏହାକୁ ଦେବତା ଭାବେ ପୂଜା କରାଯାଏ। ପରମ୍ପରା ଓ ପୂଜା ପଦ୍ଧତି ଅନୁଯାୟୀ ଏଠାରେ ଭକ୍ତମାନେ ସାପକୁ ଧରି ମନ୍ଦିର ଆଣି ପୂଜା କରନ୍ତି। ସାପକୁ କ୍ଷୀର, ଫୁଲ ଏବଂ ମିଠା ଅର୍ପଣ କରାଯାଏ। ମାନ୍ୟତା ଅନୁସାରେ ଏହା ଘର ଓ ପାରିବାରିକ ମଙ୍ଗଳ ପାଇଁ କରାଯାଏ। ଅନେକ ସମୟରେ ମନେ କରନ୍ତି ଯେ ଏହି ପୂଜା ସେମାନଙ୍କ ମନର ଇଚ୍ଛାକୁ ପୂରଣ କରିଥାଏ। ହଜାର ହଜାର ସଂଖ୍ୟାରେ ଭକ୍ତ ପ୍ରତିବର୍ଷ ଏଠାକୁ ଆସି ପୂଜା ଅର୍ଚ୍ଚନା କରନ୍ତି ଏବଂ ବିଶ୍ୱାସ ଅଛି ଯେ ଏହି ପୂଜା ଅର୍ଚ୍ଚନା ଦ୍ୱାରା ଅନେକ ଜୀବନର ସମସ୍ୟା ଦୂର ହୋଇଥାଏ। ସାଂସ୍କୃତିକ ଓ ବୈଜ୍ଞାନିକ ଦୃଷ୍ଟିକୋଣ ଭିନ୍ନ ଭିନ୍ନ ହୋଇଥାଏ। ଯଦିଓ ଧାର୍ମିକ ଦୃଷ୍ଟିକୋଣରୁ ସାପକୁ ପୂଜା କରାଯାଏ, କିନ୍ତୁ ବିଜ୍ଞାନ କହେ ଯେ ସାପ ପରିବେଶ ପ୍ରଣାଳୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ବିହାରରେ ସାପ ପ୍ରତି ଏହା ଏକ ଅଭୂତପୂର୍ବ ସମ୍ମାନ ଏବଂ ପ୍ରାକୃତିକ ସନ୍ତୁଳନ ରକ୍ଷା କରିବାର ଏକ ନିୟମ। ଲୋକଙ୍କ ମଧ୍ୟରେ ସାପ ପ୍ରତି ସଚେତନତା ବଢ଼ିବା ଜରୁରୀ। ପୂଜା ତ ଏକ ଧାର୍ମିକ ପ୍ରଥା, କିନ୍ତୁ ସାପକୁ କ୍ଷତି ନ ପହଞ୍ଚାଇ ଏହା କରାଯିବା ଉଚିତ ବୋଲି ସେଠାକାର ଭକ୍ତମାନେ ପ୍ରକାଶ କରିଛନ୍ତି। ସିନ୍ଧିଆ ଘାଟର ସାପ ମେଳା କେବଳ ଏକ ପର୍ବ ନୁହେଁ, ଏହା ବିହାରର ସାଂସ୍କୃତିକ ଓ ଧାର୍ମିକ ଅସ୍ତିତ୍ୱର ଏକ ଜୀବନ୍ତ ଉଦାହରଣ। ଏହି ପରମ୍ପରା ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରହିବା ନିତାନ୍ତ ଆବଶ୍ୟକ। ଆଜିର ଏହି ଭିଡ଼ିଓ ରିପୋର୍ଟରେ ଆପଣମାନେ ଦେଖିଲେ ବିହାରର ଏକ ଅନନ୍ୟ ପରମ୍ପରା ସମ୍ପର୍କରେ। ଏହା ପ୍ରତି ଆପଣଙ୍କ ମତାମତ କ'ଣ? କମେଣ୍ଟ ବକ୍ସରେ ଜଣାଇବାକୁ ଅନୁରୋଧ। ବ୍ୟୁରୋ ରିପୋର୍ଟ, ସମ୍ଭବ ଟାଇମ୍ସ।